ତେବେ ଦର୍ଶକ ବନ୍ଧୁ କ୍ରିକେଟ ଜଗତରୁ ଆସିଲା ଏକ ବଡ଼ ଖବର। ସଲମାନ ଡରୁଆ ଅଧିନାୟକ। ମୁଁ ପୂର୍ବରୁ ଜାଣିଥିଲି ପାକିସ୍ତାନ ହାରିବ। ତେବେ ଦର୍ଶକ ବନ୍ଧୁ ଏକଥା ମୁଁ କହୁନାହିଁ, ଏକଥା କହୁଛନ୍ତି ପାକିସ୍ତାନର ଜଣେ ଲୋକ। ତେବେ ଦର୍ଶକ ବନ୍ଧୁ ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନର ପରାଜୟ ଏବେ ସବୁଠି ଚର୍ଚ୍ଚାର ବିଷୟ। ପରାଜୟ ପରେ ପାକିସ୍ତାନର ଖେଳାଳିଙ୍କୁ ହେବାକୁ ପଡ଼ିଛି ସମାଲୋଚନାର ଶିକାର। ତେବେ ଅଧିନାୟକ ସଲମାନ ଅଲି ଆଗାଙ୍କୁ ମୂର୍ଖ ଏବଂ କାପୁରୁଷ ଭଳି ଶବ୍ଦ ମଧ୍ୟ ଶୁଣିବାକୁ ପଡ଼ୁଛି। ନିଜ ଦେଶର ପୂର୍ବତନ ଅଧିନାୟକଙ୍କ ଠାରୁ ଆରମ୍ଭ କରି ନିଜ ଦେଶର ଫ୍ୟାନ୍ସ ମଧ୍ୟ ସମାଲୋଚନା କରିଛନ୍ତି। ତେବେ ପୂର୍ବତନ ପାକିସ୍ତାନୀ କ୍ରିକେଟର ବାସିତ ଅଲି କହିଛନ୍ତି କି ସଲମାନଙ୍କ ରଣନୀତି ଯୋଗୁଁ ଦଳ ପରାଜୟ ବରଣ କରିଛି। ଏହାସହ ବାବର ଆଜମଙ୍କୁ ମଧ୍ୟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ତେବେ ପାକିସ୍ତାନ ପାଇଁ 27ଟି ଶତକ ହାସଲ କରିଥିବା ଏହି ପାକିସ୍ତାନୀ ପୂର୍ବତନ କ୍ରିକେଟର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ଦେଶର ଦଳକୁ ସମାଲୋଚନା କରିଛନ୍ତି। ସେ କହିଥିଲେ, ମୁଁ ଯଦି କିଛି ଶବ୍ଦ କହିଥାଏ ତେବେ ମୋତେ କ୍ଷମା କରିବେ। ସେହି ଅଜ୍ଞ ଲୋକମାନେ ଜାଣନ୍ତି ନାହିଁ ଯେ ଏହି ମ୍ୟାଚ୍ ଯେଉଁଠାରେ ଖେଳାଯାଇଛି ସେଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ 3ଟି ଜିତିଛି। ଏହାସହ ଆମର ବୋଲିଂ ଭଲ ଅଛି, ଏଣୁ ପ୍ରଥମେ ବ୍ୟାଟିଂ କରି ପଛରେ ବୋଲିଂ ଆକ୍ରମଣ କରାଯିବା କଥା। ଭାରତ ଭଳି ଶକ୍ତିଶାଳୀ ଦଳ ଆଗରେ ଏଭଳି ଭୁଲ ନିଷ୍ପତ୍ତି ପାକିସ୍ତାନର ପରାଜୟ ପ୍ରଥମ କାରଣ। ଏହାସହ ସେ କହିଥିଲେ କି ସଲମାନ ଅଲି ଆଗାଙ୍କ ବଲରେ ଅଭିଷେକ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ପ୍ରଥମ ଓଭରରେ ଆଉଟ୍ ହେଉଛନ୍ତି। ଏହାସହ ଅଧିନାୟକ ନିଜେ ବୋଲିଂ କରି 2 ଓଭରରେ 10 ରନ୍ ଦେଇଛନ୍ତି। ଏହାପରେ ଆଗକୁ ବଢ଼ିବା ବଦଳରେ ପଛକୁ ଫେରିବା ଭଳି ମନେ ହେଉଥିଲା। ସେହିପରି ଉସ୍ମାନ ତାରିକଙ୍କ ବ୍ୟବହାର ଠିକ୍ ସମୟରେ ହୋଇନଥିଲା, ଯାହା ଭାରତ ପାଇଁ ମଧ୍ୟ ଲାଭଦାୟକ ହୋଇଥିଲା। ଆମେ ପ୍ରଥମରୁ ଜାଣିଥିଲୁ ଏହି କାପୁରୁଷ ଅଧିନାୟକଙ୍କ ପାଇଁ ପାକିସ୍ତାନ ପରାଜୟ ବରଣ କରିବ। ତେବେ ବର୍ଷା ହୋଇଥିଲେ ଭଲ ହୋଇଥାନ୍ତା, ପଏଣ୍ଟ ଭାଗବାଣ୍ଟ ହୋଇଥାନ୍ତା, ଏଭଳି କହି ସମାଲୋଚନା କରିଛନ୍ତି ପାକିସ୍ତାନୀ କ୍ରିକେଟର। ଏହାସହ ବାବରଙ୍କ ସମ୍ପର୍କରେ କହିଥିଲେ କି ତାଙ୍କୁ ବ୍ୟାଟିଂ ଜଣାନାହିଁ, ଅଯଥାରେ ଦଳରେ ଖେଳାଯାଉଛି। ତେବେ ବାସିଦ ଅଲି ଯାହା ସବୁ କହିଲେ ତାହା ଠିକ୍ କି ଭୁଲ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଏବଂ ଭିଡ଼ିଓଟିକୁ ନୂଆ କରି ଦେଖୁଥିଲେ ଭିଡ଼ିଓରେ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, କାରଣ ଏହିଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।